ସାଙ୍ଗମାନେ ପିଲାଟିର ବୁଦ୍ଧିକି ଟିକେ ଦେଖନ୍ତୁ କେମିତି ନଦୀ ପାରି ହେବା। ନଦୀ ଆରପଟକୁ ରସିରେ ମୁନା ବାନ୍ଧିକି ଫିଙ୍ଗି ଦଉଛି ଆଉ ସେ ମୁନାଟି ଯାଇ ଗୋଟେ ଗଛରେ ପଶି ଯାଉଛି। ଆଉ ଏପଟେ ସେ ବୁଦ୍ଧିଆ ପିଲାଟି ରସିଟିକୁ ଗୋଟେ ଖୁଣ୍ଟି ସାହାଯ୍ୟରେ ବାନ୍ଧି ଦଉଛି। ଆଉ ସେ ପିଲାଟି ଡେରି ନ କରି ତା ବାଇକଟିକୁ ଷ୍ଟାର୍ଟ କରିଦଉଛି। ଆଉ ସେ ପିଲାଟି ସେ ବାଇକଟିକୁ ସେ ରସି ଉପରେ ଚଲେଇବାକୁ ଲାଗୁଛି ଆଉ ନଦୀ ପାରି ହେବାକୁ ଚେଷ୍ଟା କରୁଛି। ଆଉ ଠିକ ସେଇ ଟାଇମରେ ପିଲାଟିର କାରନାମା ଗୋଟିଏ ଲୋକ ଦେଖିଦଉଛି। ଆରେ ଶଳା ପାଗଳ ପିଲା ଏ କଣ କରୁଛୁ? ଶଳା ତୁ ଏମିତି କଢାକିଆ ରସିରେ ବାଇକ ନେଇକି ପଳେଇବୁ, ସେ ପୁଣି ନଈ ଭିତରେ। ଆଉ ସେ ଲୋକଟି ହାତ ଠାରି କହୁଛି ଆରେ ଆରେ ରହିଯା ନହେଲେ ନଦୀରେ ଖସି ପଡିବୁ। ଆଉ ଠିକ ନଦୀ ମଝିରେ ତା ଗାଡିର ତେଲ ସରିଯାଉଛି। ଆଉ ସେ ପିଲାଟି କହୁଛି ଶଳା ଠିକ ନଦୀ ମଝିରେ ଗାଡିରୁ ତେଲ ସରିବାର ଥିଲା। ଆଉ ସେ ପିଲାଟି କହୁଛି ଆରେ ମତେ ଠିଆ ହେଇକି ଦେଖୁଛୁ କଣ, ଜଲ୍ଦି ତେଲ ଧରିକି ଆ ନହେଲେ ମୁଁ ନଦୀରେ ଖସି ପଡିବି। ଆଉ ସେ ଲୋକଟି ଡେରି ନ କରିକି ତେଲ ପାଇଁ ଚାଲି ଯାଉଛି। ସାଙ୍ଗମାନେ ଆପଣମାନେ ଯଦି ଚାହୁଁଛନ୍ତି ଏ ପିଲାଟିର ଜୀବନ ବଞ୍ଚିଯାଉ ବୋଲି ତାହେଲେ ଏ ପିଲାଟି ପାଇଁ ଗୋଟିଏ ଲାଇକ୍ କରିଦିଅନ୍ତୁ। ଶେଷରେ ସେ ଲୋକଟି ବୋତଲରେ ତେଲ ଆଣିକି ନଦୀ କୂଳରେ ପହଞ୍ଚି ଯାଉଛି। ଆଉ ସେ ଲୋକଟି କଳେ ବଳେ କୌଶଳେ ସେ ରସିରେ ଚାଲି ଚାଲି ସେ ପିଲା ପାଖରେ ପହଞ୍ଚି ଯାଉଛି। ଆଉ ସେ ପିଲାଟି ଡେରି ନ କରିକି ତା ଗାଡିରେ ତେଲ ପକେଇ ଦଉଛି ଆଉ ଏ ଲୋକଟିକୁ ପଛପଟେ ବସେଇ ଦଉଛି ଆଉ ଧୀରେ ଧୀରେ ନଦୀ ପାରି ହେଇଯାଉଛି।